ବାଲେଶ୍ୱର ସୋର କମାଣପୁର ଟ୍ରେଜେରୀ କଲୋନୀରୁ ଗତକାଲି ରାତିରେ 3ଟି ଘରୁ ଚୋରି ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଏହି ଗ୍ରାମର ପ୍ରଫୁଲ୍ଲ ରାଉତ, କୃତିବାସ ରାଉତ ଓ ଅନ୍ନପୂର୍ଣ୍ଣା ସନ୍ଧିବିଗ୍ରହଙ୍କ ଘରୁ ଚୋରି ହୋଇଛି। ଅନ୍ନପୂର୍ଣ୍ଣା ଗତକାଲି ଅପରାହ୍ନରେ ନିଜ ସମ୍ପର୍କୀୟଙ୍କ ଘରକୁ ଯାଇଥିବା ବେଳେ କୃତିବାସ ତାଙ୍କ ପୁଅ ଆମେରିକାରେ ରହୁଥିବାରୁ ଗତ ଜାନୁଆରୀରୁ ସେଠାରେ ରହିଆସୁଛନ୍ତି। ତେବେ ଏହାର ସୁଯୋଗ ନେଇ କିଛି ଦୁର୍ବୃତ୍ତ ଘରର ଗ୍ରିଲ୍ ଓ କବାଟ ଭାଙ୍ଗି ଚୋରି କରିଥିଲେ। ଏଥିରେ ଅନ୍ନପୂର୍ଣ୍ଣାଙ୍କର 5ରୁ 6 ଭରି ଓଜନର ସୁନା, 12 ହଳ ରୂପା ପାଉଁଜି ଏବଂ ନଗଦ 40,000 ଟଙ୍କା ଚୋରି ହୋଇଥିବା ବେଳେ ଅନ୍ୟମାନଙ୍କ ଘରୁ ବିଶେଷ କିଛି ଚୋରି ହୋଇନଥିବା ଜଣାପଡ଼ିଛି। ତେବେ ଖବର ପାଇ ପୋଲିସ ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସୂଚନା ରହିଛି। ଆପଣ ନାଁଟା କ'ଣ? କୋଣାଘର ରାଉତ। କ'ଣ ହେଇଥିଲା? ଏ ତ ଆମେ ଘର ପାଖରେ ନଥିଲୁ, ଆମେ ଗାଁରେ ଥିଲୁ। ସକାଳେ ହଠାତ୍ କିନା ଖବର ପାଇଲୁ ଯେ ଏରକମ ଘର ତାଲା ଫାଲା ଭଙ୍ଗା ହେଇଛି, ଆଉ ଆସନ୍ତୁ ଶୀଘ୍ର। ମୁଁ ଆସିକି ଦେଖିଲାକୁ ତାଲା ଫାଲା ସବୁ ଭଙ୍ଗା ହେଇଛି। ପାଖ ପଡ଼ିଶା ଘର ଯିଏ ତାଙ୍କର ବି ତାଲା ଫାଲା ଭଙ୍ଗାକି ତାଙ୍କ ଘର ଭିତରେ ପଶିଛନ୍ତି। ଏ ପାଖରେ ବି ତାଙ୍କ ତାଲା ଫାଲା ଭାଙ୍ଗି ତାଙ୍କ ଘରେ ପଶିଛନ୍ତି। ତାପରେ ସେମାନେ ଯେଉଁ ସନ୍ଧି ବିଗ୍ରହର ନାଣ ସନ୍ଧି ବିଗ୍ରହ ପାଖ ରୁମ୍ ଯିଏ, ସେ ଥାନାରେ ଏଫଆଇଆର ଦେଲା ପରେ ପୋଲିସ ଆସିଥିଲେ। ପୋଲିସ ଆସିଲା ପରେ ତାଙ୍କର ଇନଭେଷ୍ଟିଗେସନ୍ କଲେ। ଆମକୁ କହିଲେ ଯେ ଡଗ୍ ସ୍କ୍ୱାଡ୍ ଆଉ ସାଇଣ୍ଟିଫିକ୍ ଟିମ୍ ଆସିବେ ବୋଲି। ଆପଣ ଭିତରକୁ ଏଲାଉ କରନ୍ତୁନି କାହାକି। ଆମେ ରହିଥିଲୁ। ଏବେ ଡଗ୍ ସ୍କ୍ୱାଡ୍ ଆଉ ସାଇଣ୍ଟିଫିକ୍ ଟିମ୍ ଆସିକି ତାଙ୍କର ସର୍ଚ୍ଚ ଅପରେସନ୍ କରିଛନ୍ତି। କଲା ପରେ କ'ଣ ଯାଇଛି ନାହିଁ ଆମେ ଏବେ ଦେଖିବା। ଆଉ ଘର ଭିତରେ କ'ଣ ଜିନିଷପତ୍ର ଯାଇଛି କି ନାହିଁ ଆମେ ଦେଖିବା। ଆଉ ପାଖ ପଡ଼ୋଶୀ ଘର ତାଙ୍କର ନାଣ ସନ୍ଧି ବିଗ୍ରହର ଯାହା କହନ୍ତି, ତାଙ୍କର 30,000 ଟଙ୍କା ୱିଡ୍ର କରି ରଖିଥିଲେ। 2ଟା ସୁନା ଚେନ୍ ଆଉ ରୂପା ଜିନିଷ କିଛି ତାଙ୍କର ଗାର୍ଡ଼ିଆନ୍ ଯିଏ ସେ କହୁଛନ୍ତି ଯାଇଛି ବୋଲି। ଆଉ ଏପଟେ ଯେ ପ୍ରଫୁଲ୍ଲ ରାଉତ ତାଙ୍କର ଯେ ଗୋଟେ ଷ୍ଟୋର୍ ରୁମ୍ ପାଖକୁ ଅଛି, ସେ ଷ୍ଟୋର୍ ରୁମ୍ଟା ଭାଙ୍ଗି ଦେଇକି ତାଙ୍କର ଶାବଳ ଗୋଟେ ନେଇଯାଇଛନ୍ତି, ଗଡ଼ରେଜ୍ ଭାଙ୍ଗିଛନ୍ତି, ଆଉ କୋଦାଳ ଗଇଁଚି କ'ଣ ଏଣେତେଣେ ସବୁ ଜିନିଷପତ୍ର ଚିହ୍ନଚତ୍ର କରି ପକାଇ ଦେଇଯାଇଛନ୍ତି। ବାଲେଶ୍ୱରରୁ ଶରତ ନାୟକଙ୍କ ରିପୋର୍ଟ, ରିପୋର୍ଟର୍ସ ଟୁଡେ।